ଗପଟିର ନାମ ଅଳ୍ପ ବିଦ୍ୟା ଭୟଙ୍କର। ତେଣୁ ଆସନ୍ତୁ ଶୁଣିବା ଏହି ସୁନ୍ଦର ଗପଟି। ବହୁଦିନ ତଳର କଥା। ସେତେବେଳେ ଉଡ଼ାଜାହାଜର ବ୍ୟବହାର ନଥିଲା। କିନ୍ତୁ ଆରବ ଦେଶର ଲୋକ ଅବଦୁଲ୍ଲା ନିଜେ ଉଡ଼ି ଉଡ଼ି ଯାଇ ସୂର୍ଯ୍ୟଙ୍କ ପାଖରେ ପହଞ୍ଚିବାକୁ ଇଚ୍ଛା କଲା। ବହୁତ ଭାବି ଭାବି ଦିନେ ସେ ଗୋଟିଏ ଉପାୟ ପାଞ୍ଚିଲା। ପତଳା କାଠ କିଛି ଆଣି ସେଥିରେ ଦୁଇଟି ଡେଣା ତିଆରି କଲା ଓ ମହମ ସାହାଯ୍ୟରେ ତାକୁ ନିଜ ଦେହରେ ଲଗାଇଲା ଓ ତା'ପରେ ସେ ଧୀରେ ଧୀରେ ଉଡ଼ିବାକୁ ଆରମ୍ଭ କଲା। ସୂର୍ଯ୍ୟଙ୍କ ନିକଟ ହେବାରୁ ଉତ୍ତାପ ବଢ଼ିଲା। ସୂର୍ଯ୍ୟଙ୍କ କିରଣରେ ମହମ ତରଳିବାକୁ ଆରମ୍ଭ କଲା। ତଥାପି ସେ ଉଡ଼ିବାକୁ ଲାଗିଲା। ଶେଷରେ ମହମ ପୂରା ତରଳିଗଲା। ସେ ଭୂଇଁରେ ଖସି ପଡ଼ିଲା ଓ ତା'ର ହାତ ଗୋଡ଼ ଭାଙ୍ଗି ଚୂନା ହୋଇଗଲା। ତେଣୁ ଅଳ୍ପ ବିଦ୍ୟା ବୁଦ୍ଧିରେ ଏପରି କାର୍ଯ୍ୟ କରିଥିବାରୁ ଅବଦୁଲ୍ଲାକୁ ଏହିପରି ଅବସ୍ଥା ଭୋଗିବାକୁ ପଡ଼ିଲା।